ମୁଁ ଆରମ୍ଭ ବିଷୟରେ ଏକ ଲେଖାରୁ ଆପଣଙ୍କୁ କିଛି ପଢ଼ି ଶୁଣାଇବି। ସେଥିରେ ଏକ ପରାମର୍ଶ ଅଛି। ଆପଣ ଆରମ୍ଭ କଲାବେଳେ ଏହି ସବୁ ଉପାଦାନ ସହ ଆରମ୍ଭ କରନ୍ତୁ। ପ୍ରଥମ, ଆପଣଙ୍କ ପ୍ରସ୍ତୁତି ସମ୍ପୂର୍ଣ୍ଣ କି? ଆପଣ ଏକ ନୂଆ ବର୍ଷ ବା ନୂଆ ଦିନ ଆରମ୍ଭ କରୁଥାନ୍ତୁ। ସୁସମାଚାରର କାର୍ଯ୍ୟ ହେଉ, ଛାତ୍ର ଭାବରେ ଅଧ୍ୟୟନ ହେଉ ବା ଜଣେ ବ୍ୟବସାୟୀ ଭାବରେ ବ୍ୟବସାୟ ହେଉ, କ'ଣ ଆପଣ ସେହି ଆରମ୍ଭ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରିଛନ୍ତି? ଦ୍ୱିତୀୟତଃ, କ'ଣ ଏହା ଆପଣଙ୍କୁ ଆନନ୍ଦ ଦିଏ? ଆମ୍ଭମାନଙ୍କୁ ଆନନ୍ଦର ଏକ ଉପାଦାନ ମଧ୍ୟ ଖୋଜିବା ଉଚିତ। ସୁସମାଚାର କାର୍ଯ୍ୟରେ ଏହା ବହୁତ କଷ୍ଟକର ବା ମୁଁ ଏହା କରିପାରିବି ନାହିଁ କହିବା ଅପେକ୍ଷା ଆମ୍ଭଙ୍କୁ ମନେ ରଖିବାକୁ ହେବ ଯେ ଯେଉଁମାନେ ବାଧ୍ୟତାରେ ନୁହେଁ ବରଂ ସ୍ୱଇଚ୍ଛାରେ ସେବା କରନ୍ତି, ପରମେଶ୍ୱର ସେମାନଙ୍କଠାରେ ଆନନ୍ଦିତ ହୁଅନ୍ତି। ତେଣୁ ଆମ୍ଭଙ୍କୁ ଆନନ୍ଦ ଓ ହର୍ଷରେ ସୁସମାଚାରର କାର୍ଯ୍ୟ କରିବା ଉଚିତ। ତୃତୀୟ, ଏହା ଅନ୍ୟମାନଙ୍କ ପାଇଁ ସହାୟକ କି? ଚତୁର୍ଥ, ସଫଳ ହେଉ କି ବିଫଳ, ଏହା କ'ଣ ଅର୍ଥପୂର୍ଣ୍ଣ? ତେଣୁ କୁହାଯାଏ, କିଛି ଆରମ୍ଭ କଲାବେଳେ ଏହି ଚାରୋଟି ଉପାଦାନ ନିଶ୍ଚୟ ରହିବା ଆବଶ୍ୟକ। କିନ୍ତୁ ଆମ୍ଭେମାନେ ସୁସମାଚାରକୁ ଦେଖିଲେ ଏଥିରେ ଏହି ଚାରୋଟି ଯାକ ଉପାଦାନ ରହିଛି, ନୁହେଁ କି? ଏହା ସଫଳ ହେଉ ବା ବିଫଳ, କ'ଣ ଏହା ଅର୍ଥପୂର୍ଣ୍ଣ? ଆମ୍ଭ ସୁସମାଚାର ବିଫଳତା ବିନା ଅର୍ଥପୂର୍ଣ୍ଣ ହେବା ଆବଶ୍ୟକ। ତାପରେ ଏହା ଅନ୍ୟମାନଙ୍କ ପାଇଁ ହିତକର କି? ଏହା ପ୍ରକୃତରେ ଅନ୍ୟମାନଙ୍କ ପାଇଁ ସହାୟକ, କାରଣ ଏହା ନର୍କକୁ ଯାଉଥିବା ଆତ୍ମାମାନଙ୍କୁ ସ୍ୱର୍ଗକୁ ନେଇଯାଏ। ପୁଣି ଏହା ମୋ ପାଇଁ ଆନନ୍ଦର କି? ଭାଇମାନେ, ଗୋଟିଏ ଫଳ ଫଳିଲେ ଆମ୍ଭେ କାହିଁକି କାନ୍ଦୁ? ଯେଉଁମାନେ ଦୁଃଖଦ ନାଟକ ଦେଖି କାନ୍ଦନ୍ତି ନାହିଁ, ସେମାନେ ମଧ୍ୟ ନିଜ ଫଳକୁ ବାପ୍ତିସ୍ମ ନେବାର ଦେଖି ଲୁହ ଝରାନ୍ତି। କାରଣ ଏହା ଏତେ ଆନନ୍ଦ ଓ ଖୁସିର ବିଷୟ, ନୁହେଁ କି? ସେଥିପାଇଁ ଏହି ସବୁ ବିଷୟ ସହ ଆରମ୍ଭ କରିବାକୁ କୁହାଯାଏ। କିନ୍ତୁ କୁହାଯାଏ, ଲକ୍ଷ୍ୟ ବଡ଼ ରଖି ଆରମ୍ଭ ଛୋଟରୁ କର। ସେଥିପାଇଁ ଆୟୁବ ଅଧ୍ୟାୟ 8ରେ ଲେଖା ଅଛି, ଆମ୍ଭ ସୁସମାଚାରର ଆରମ୍ଭ ସାମାନ୍ୟ ହେଲେ ମଧ୍ୟ ଶେଷରେ କ'ଣ ହୁଏ ତାହା ଅତ୍ୟନ୍ତ ସମୃଦ୍ଧ ହୁଏ। ତେଣୁ ଆରମ୍ଭ ଏହା ହେବ ନାହିଁ ଭାବନା ଉପରେ ଆଧାରିତ ନୁହେଁ, ବରଂ ଏହା ନିଶ୍ଚୟ ହେବ ବିଶ୍ୱାସରେ ଆଗକୁ ବଢ଼ିବା ଏବଂ ସେହି ବିଶ୍ୱାସ ଯୋଗୁଁ ଏହା ନିଶ୍ଚିତ ସଫଳ ହେବ। ଆରମ୍ଭ ନ କରୁଥିବା, ସଂକୋଚ କରୁଥିବା ଓ ଦ୍ୱିଧାରେ ବିଳମ୍ବ କରୁଥିବା ଲୋକମାନେ କରିବି କି ନାହିଁ ଏପରି ଦ୍ୱିଧାରେ ପଡ଼ି ବିଳମ୍ବ କରନ୍ତୁ ନାହିଁ। ଭାଇମାନେ, ଏହା ହୋଇପାରିବ ନାହିଁ ଏହି ଭାବନା ନେଇ ଆରମ୍ଭ କରନ୍ତୁ ନାହିଁ। ଏହା କାମ କରିବ କି ନାହିଁ ବୋଲି ସନ୍ଦେହ ରଖିବା ଉଚିତ ନୁହେଁ, ବରଂ ଏହା ନିଶ୍ଚିତ ଭାବରେ ହେବ। ଏହି ଦୃଢ଼ ବିଶ୍ୱାସରେ ଆରମ୍ଭ କରନ୍ତୁ ଏବଂ ଭାବନ୍ତୁ ଯେ ଏହା ନିଃସନ୍ଦେହରେ ସଫଳ ହେବ। ଆସନ୍ତୁ ମାଥ୍ୟୁ ଅଧ୍ୟାୟ 24 ପଦ 13 ଦେଖିବା। ମାତ୍ର ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ, ସେ ପରିତ୍ରାଣ ପାଇବ। ଆଉ ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ରାଜ୍ୟର ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ, ତତ୍ପରେ ଯୁଗା ହେବ। ରାଜ୍ୟର ସୁସମାଚାର ସମସ୍ତ ଜାତିଙ୍କୁ ପ୍ରଚାର ହେବା ପାଇଁ ଜନ୍ମ ନେଲା। ତେବେ ଶେଷରେ ସମଗ୍ର ପୃଥିବୀରେ କ'ଣ ହେବ? ଏହି ସୁସମାଚାର ସମସ୍ତ ଲୋକଙ୍କୁ ପ୍ରଚାର କରାଯିବ, ତତ୍ପରେ ପରମେଶ୍ୱରଙ୍କ ମହାନ କାର୍ଯ୍ୟ ସମ୍ପନ୍ନ ହେବ। ପରିତ୍ରାଣର ଏହି ବିଶ୍ୱବ୍ୟାପୀ କାର୍ଯ୍ୟରେ ଆମ୍ଭେ କେତେ ପରିମାଣରେ ଯୋଗଦାନ କରିବା? କେବଳ ଦୃଢ଼ ସଂକଳ୍ପ କରିବା ଦ୍ୱାରା ସବୁକିଛି ଆପେ ଆପେ ହୋଇଯାଏ ନାହିଁ। ମାର୍କ ଅଧ୍ୟାୟ 1 ଅନୁସାରେ ଯୀଶୁ ମଧ୍ୟ ପାହାନ୍ତିଆରୁ ଉଠି ପ୍ରାର୍ଥନା କଲେ ଏବଂ ତାପରେ ସେ କ'ଣ କଲେ? ତାହା ଥିଲା ପ୍ରଚାର। ସେହିପରି ପିତା ଏବଂ ମାତା ପ୍ରତିଦିନ ପ୍ରାର୍ଥନା ଓ ସେହି ମନୋଭାବରେ ତାଙ୍କର ସନ୍ତାନମାନଙ୍କୁ ପରିତ୍ରାଣ ଦେବାକୁ କାର୍ଯ୍ୟ ଆରମ୍ଭ କରନ୍ତି। ମାର୍କ ଅଧ୍ୟାୟ 1 ପଦ 35। ଅଧ୍ୟାୟ 1 ପଦ 35ରେ ଲେଖାଯାଇଛି, ପାହାନ୍ତିଆ ସମୟରେ ଅନ୍ଧାର ଥାଉ ଥାଉ ସେ ଉଠି ବାହାରିଗଲେ ଓ ଗୋଟିଏ ନିର୍ଜନ ସ୍ଥାନକୁ ଯାଇ ସେଠାରେ ପ୍ରାର୍ଥନା କରିବାକୁ ଲାଗିଲେ। ଆଉ ସିମନ ଓ ତାହାଙ୍କ ସଙ୍ଗୀମାନେ ତାହାଙ୍କର ଅନୁସନ୍ଧାନ କରି ସାକ୍ଷାତ ପାଇଁ ତାହାଙ୍କୁ କହିଲେ, ସମସ୍ତେ ଆପଣଙ୍କର ଅନ୍ୱେଷଣ କରୁଅଛନ୍ତି।
ସେଥିରେ ଯୀଶୁ ସେମାନଙ୍କୁ କହିଲେ, ଆସ ଆମ୍ଭେମାନେ ଅନ୍ୟ ସ୍ଥାନକୁ ଅର୍ଥାତ୍ ନିକଟବର୍ତ୍ତୀ ବଡ଼ ବଡ଼ ଗ୍ରାମକୁ ଯିବା। ସେଠାରେ ମଧ୍ୟ ମୁଁ ପ୍ରଚାର କରିବି, କାରଣ ସେହି ଉଦ୍ଦେଶ୍ୟରେ ମୁଁ ବାହାରିଅଛି। ପୁଣି ଯୀଶୁ ସମୁଦାୟ ଗାଲିଲିରେ ଭ୍ରମଣ କରୁ କରୁ ସେମାନଙ୍କର ସମସ୍ତ ସମାଜ ଗୃହରେ ପ୍ରଚାର କଲେ ଓ ଭୂତମାନଙ୍କୁ ଛଡ଼ାଇଲେ। ପାହାନ୍ତିଆ ସମୟରେ ପ୍ରାର୍ଥନା କଲା ପରେ ସେ ସଙ୍ଗେ ସଙ୍ଗେ ସୁସମାଚାର ପ୍ରଚାର କଲେ। ସେହି ଛୋଟ ଆରମ୍ଭ ଏବେ ଏତେ ବ୍ୟାପି ଯାଇଛି ଯେ ଆଜି ପୃଥିବୀରେ ପ୍ରାୟ ସମସ୍ତେ ଯୀଶୁଙ୍କ ବିଷୟରେ ଶୁଣିଛନ୍ତି। କିନ୍ତୁ ଅନେକେ ଏବେ ବି ପରମେଶ୍ୱରଙ୍କ ବିଧି ଓ ବ୍ୟବସ୍ଥାକୁ ଠିକ୍ ଭାବେ ବୁଝନ୍ତି ନାହିଁ। ତେଣୁ ଆମର ଦାୟିତ୍ୱ ହେଉଛି ସେମାନଙ୍କ ନିକଟକୁ ଯାଇ ସଠିକ୍ ଶିକ୍ଷା ଦେଇ ସେମାନଙ୍କ ଆଖି ଖୋଲି ସେମାନଙ୍କୁ ପରମେଶ୍ୱରଙ୍କ ଆଶ୍ରୟକୁ ଆଣିବା।